କୁହ। ପ୍ରଦୀପନ ବାବୁ ଆଜ୍ଞା। କଣ ଏମିତି ଆପଣଙ୍କ ମିସେସ୍ ନାଁରେ କଣ ଘର ହେଇଛି? କୋଉ ଘର? ଆବାସ ଘର ପାଇଛନ୍ତି କୁଆଡେ ଆପଣ ମିସେସ୍? ଆବାସ ଘର ଯିଏ ଗରିବ ଶ୍ରେଣୀର ଲୋକ ଯିଏ ପାଇବେ, ସେଥିରେ ଅସୁବିଧା କଣ ଅଛି? ଆପଣଙ୍କର ଘର ନଥିଲା? ନା 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 ଆଜ୍ଞା, ମୁଁ ଗରିବ ଶ୍ରେଣୀର ଲୋକ। କଣ କହିଲେ ଦିନ ମଜୁରିଆ। ଆପଣଙ୍କ ମିସେସ୍ ନାଁ କଣ? ଆପଣ ଜାଣିଛନ୍ତି କଣ, ପୁଣି କଣ ପଚାରୁଛନ୍ତି କଣ? ନାଇଁ, ଯଦି ବି ଦିନ ମଜୁରିଆ ହଏ, ଯଦି ତାଙ୍କର ପୂର୍ବରୁ 2 ବଖରା ଘର ଥାଏ। ନାଇଁ ନାଇଁ, ଘର ନାହିଁ। ସେ ଆମର ସେ ଭାଇ ଆଳିଆ କଥା, ସେ ସବୁ ସେଥିରେ କିଛି ଅସୁବିଧା ନାହିଁ। କିଏ କହିଲା ତମକୁ? ଯିଏ ବି କୋଉ ଅଭିଯୋଗଟା ଆସିଛି ଏବଂ ସେମାନେ ବି ପଠେଇଛନ୍ତି ମତେ, ହେଲା କି? ଆଉ ନା ନା, ସେମିତି କିଛି ନାହିଁ। ତମେ ଆସିକି ଦେଖି ଯାଉନ, ସାମ୍ବାଦିକ ତମେ, ତମର କର୍ତ୍ତବ୍ୟ, ତମେ ଆସିକି ଦେଖ। ଯଦି କଣ ହେଇଛି ତାହେଲେ ତା ବ୍ୟବସ୍ଥା କରାହବ, ରିଟର୍ଣ କରାହବ ଦରକାର ପଇଲେ। ଆଉ କଣ ଅଛି? ଗାଇଡଲାଇନ ଅନୁସାରେ ଯଦି କିଛି ଇଏ ଅଛି, ତ୍ରୁଟି ଅଛି, ତାହେଲେ ରିଫଣ୍ଡ ହବାର ବି ବ୍ୟବସ୍ଥା ଅଛି ସମ୍ବିଧାନରେ। ଅସୁବିଧା କଣ ଅଛି? ନାଇଁ, ଆପଣଙ୍କ ମତ କହିବା କଥା କଣ, ମାନେ ଯୋଉ ଅଭିଯୋଗଟା ଆସିଛି ତା ସତ ନା ମିଛ? କିଏ ଲୋକ କେତେ ପ୍ରକାର କଣ ଅଭିଯୋଗ କରିବେ, ସେଥିରେ କଣ ଅଛି? ଲୋକ ନବୀନ ପଟ୍ଟନାୟକ ଦ୍ୱିତୀୟ କଳା ପାହାଡ କହିଲେ, ଆଉ ସେଥିରେ କଣ ଅସୁବିଧା କଣ ଅଛି? ଲୋକଙ୍କର କଥା ଠି କଣ ଅଛି? ଆପଣଙ୍କ ମତରେ ଆପଣଙ୍କ ମିସେସ୍ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ କି? ହଁ, ଯୋଗ୍ୟ। ସେତେବେଳେ ତ ଲିଷ୍ଟରେ ତାର ଥିଲା। ଆଉ କଣ ଏବେ ମୋ ପିରିୟଡରେ କିଛି ତ ହେଇନି। ସେ ତାଙ୍କର ଆଗରୁ ଲିଷ୍ଟରେ ଥିଲା। 2023 ମସିହାରେ କମ୍ପ୍ଲିଟେଡ୍ ଘର। ସିଏ ତାଙ୍କର ଆଗରୁ ଲିଷ୍ଟରେ ହିଁ ଥିଲା, ଇଲିଜିବୁଲ ହେଇକି ଥିଲା। ଆମେ କାଟିବାକୁ କିଏ? ଇଲିଜିବୁଲ ସେଇଟା ଆମେ କହୁନୁ ଯେ, ଅଭିଯୋଗ ଆସିଛି ଯେ ତାଙ୍କ 2 ବଖରା ଘର ଥିଲା, କିନ୍ତୁ ସେ ଘର ପାଇଛନ୍ତି। ନା ନା ନା, ଆସି ଦେଖୁନାହାନ୍ତି, ଆମର ଜଏଣ୍ଟ ଫ୍ୟାମିଲି, ପୁଣି 2 ବଖରା ଘର କାହାର ଥିଲା? ତାହେଲେ ଆପଣ କହୁଛନ୍ତି ଇଲିଜିବୁଲ? ଯଦି ଉଚ୍ଚସ୍ତରୀୟ ତଦନ୍ତ ହୁଏ, ଆପଣ ସହଯୋଗ କରିବେ? 100% ନା। ହଉ, ଠିକ ଅଛି। ହଉ।